ମୁଁ ଆଜି ଜହ୍ନି ପିଠଉ ଭଜା ବା ଜହ୍ନି ବରା ବନେଇବି, ଯାହାକୁ ଆପଣ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ପଖାଳ ଭାତ କି ଗରମ ଭାତ ସହିତ ଖାଇପାରିବେ, ନହେଲେ ଏମିତି ସ୍ନାକ୍ସ ହିସାବରେ ବି ଖାଇପାରିବେ। ଯଦି ଆପଣ ଜହ୍ନି ତରକାରୀ ଖାଇ ଖାଇ ବୋର୍ ହେଇଗଲେଣି, ତାହେଲେ ଜହ୍ନିକୁ ଏମିତି ଥରେ ପ୍ରସ୍ତୁତ କରନ୍ତୁ, ଦେଖିବେ ଛୋଟରୁ ବଡ଼ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଜହ୍ନିର ଏହି ରେସିପି ପାଇଁ ମୁଁ ଏଠି ଦୁଇଟା ଜହ୍ନି ନେଇଛି। ପାଖାପାଖି ଏଠି 400 ଗ୍ରାମ ଜହ୍ନି ଅଛି। ଜହ୍ନିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଜହ୍ନିକୁ କାଟିବା। ପ୍ରଥମେ ଆମେ ଜହ୍ନିର ଉପର ଚୋପାକୁ ଏମିତି ଭାବେ ପିଲ୍ କରିଦେବା। ଜହ୍ନିକୁ କାଟିବା ପୂର୍ବରୁ ଆପଣ ଜହ୍ନିକୁ ଗୋଟା ଭଲ ଭାବେ ଧୋଇକି ନେଇଯିବେ। ଜହ୍ନିକୁ କାଟି ସାରିଲା ପରେ ଧୋଇବେନି, ନହେଲେ ଜହ୍ନିରୁ ବହୁତ ପାଣି ବାହାରିବ। ଜହ୍ନିର ଉପର ଚୋପାକୁ ଛଡ଼େଇଲା ପରେ ଆମେ ଜହ୍ନିର ଉପର ପଟ ମୁଣ୍ଡ ଆଉ ତଳ ପଟ ମୁଣ୍ଡକୁ କାଟିକି ବାହାର କରିଦେବା। ତାପରେ ମୁଁ ଏଠି ଜହ୍ନିକୁ ଛୋଟ ଛୋଟ ଖଣ୍ଡ କରି କାଟିକି ନେଇଯାଉଛି। ଆପଣ ଜହ୍ନିକୁ ଛୋଟ ବଡ଼ ଆପଣଙ୍କ ହିସାବରେ କାଟିକି ନେଇପାରିବେ, କିନ୍ତୁ ଜହ୍ନିକୁ ବେଶୀ ବଡ଼ ବଡ଼ ଖଣ୍ଡ କରି କାଟିକି ନେବେନି। ମୁଁ ଏଠି ସବୁ ଜହ୍ନିକୁ କାଟିକି ନେଇଯାଇଛି। ମୁଁ ଏଠି ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଗରମ ହେବାକୁ ରଖିଥିଲି। କଡ଼େଇ ଭଲ ଭାବେ ଗରମ ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ଜହ୍ନିକୁ ଦେଇଦେଉଛି। ଏଥିରେ ତେଲ ଦେବା ଦରକାର ନାହିଁ। ଏବେ ଆମେ ଜହ୍ନିକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ ଲୋ ଫ୍ଲେମ୍ରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଜହ୍ନିରୁ ଧୀରେ ଧୀରେ ପାଣି ବାହାରିବା ଆରମ୍ଭ କରିବ। 2ରୁ 3 ମିନିଟ୍ ପରେ ଦେଖିପାରୁଥିବେ ଏଠି ଜହ୍ନିରୁ ଧୀରେ ଧୀରେ ପାଣି ବାହାରିବା ଆରମ୍ଭ କଲାଣି। ଏବେ ଆମେ ଜହ୍ନିକୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ଆଉ 2ରୁ 3 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ଜହ୍ନିର ପାଣି ଡ୍ରାଏ ହେଇଯିବ ଆଉ ଜହ୍ନି 40ରୁ 50% ପର୍ଯ୍ୟନ୍ତ ସିଝିଯିବ। ଏଠି 2ରୁ 3 ମିନିଟ୍ ହେଇଗଲାଣି। ଦେଖିପାରୁଥିବେ ପାଣି ଏଠି ଭଲ ଭାବେ ଡ୍ରାଏ ହେଇଯାଇଛି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା ଆଉ ଏ ଜହ୍ନିକୁ ଗୋଟେ ପ୍ଲେଟ୍ରେ କାଢ଼ିକି ଜହ୍ନିକୁ ଭଲ ଭାବେ ଥଣ୍ଡା ହେବାକୁ ଦେବା। ଜହ୍ନି ଥଣ୍ଡା ହେଉଥିବା ଭିତରେ ଆମେ ଗୋଟେ ମସଲା ବନେଇଦେବା। ସେଥିପାଇଁ ମୁଁ ଏଠି ଅଧା କପ୍ ଚାଉଳକୁ 2ରୁ 3 ଘଣ୍ଟା ପାଇଁ ପାଣିରେ ବତୁରିକି ରଖିଥିଲି। ଏବେ ଆମେ ଗୋଟେ ଗ୍ରାଇଣ୍ଡର ଜାର୍ ନେବା ଆଉ ଚାଉଳକୁ 2ରୁ 3 ଥର ପାଣିରେ ଭଲ ଭାବେ ଧୋଇକି ପାଣିରୁ ଛାଣିକି ଗ୍ରାଇଣ୍ଡର ଜାର୍ରେ ଦେଇଦେବା। ଏବେ ମୁଁ ଏଥିରେ 12ରୁ 15ଟା ରସୁଣ ଦେଉଛି। ରସୁଣର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ ଆଉ ତା ସହିତ 2ଟା ଶୁଖିଲା ଲଙ୍କା ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଶୁଖିଲା ଲଙ୍କା କି କଞ୍ଚା ଲଙ୍କା ନେଇପାରିବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା ଦେଇଛି ଆଉ 3ରୁ 4 ଛୋଟ ଚାମଚ ପାଣି ଦେଇ ଏ ଚାଉଳକୁ ଭଲ ଭାବେ ବାଟିଦେବା। ମୁଁ ଏଠି ଆକୁ ଭଲ ଭାବେ ବାଟି ଦେଇଛି। ପିଠଉର କନସିଷ୍ଟାନ୍ସି ଆପଣ ଏମିତି ରଖିବେ, ପିଠଉକୁ ବେଶୀ ପତଳା ବନେଇବେନି। ଜହ୍ନି ଏଠି ଭଲ ଭାବେ ଥଣ୍ଡା ହେଇଗଲାଣି। ମୁଁ ଏଥିରେ ଏବେ 2ଟା ମିଡ଼ିୟମ୍ ସାଇଜ୍ ପିଆଜକୁ ଛୋଟ ଛୋଟ କରି କାଟିକି ପକାଇଛି। ପିଆଜର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ, କିନ୍ତୁ ଏଥିରେ ଟିକେ ଅଧିକ ପିଆଜ ପକାଇବେ, ଏହାଦ୍ୱାରା ଆର ଟେଷ୍ଟ ବହୁତ ଭଲ ଆସିବ। ମୁଁ ଏଥିରେ ଏବେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ଦେଇଛି। ଏ 2ଟା ଯାକ ଏଠି ଅପସନାଲ୍ ଅଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ପକାଇବେ ଆଉ ସବୁକୁ ଭଲ ଭାବେ ମିକ୍ସ କରିଦେବା। ମୁଁ ଏବେ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ତାପରେ ଆମେ ଏଥିରେ ବାଟିକି ରଖିଥିବା ପିଠଉକୁ ଦେଇଦେବା ଆଉ ସ୍ୱାଦ ଅନୁସାରେ ଲୁଣ ପକାଇବା। ଦେଖିପାରୁଥିବେ ପିଠଉର କନସିଷ୍ଟାନ୍ସି କେତେ ବହଳିଆ ଅଛି। ପିଠଉର କନସିଷ୍ଟାନ୍ସି ଆପଣ ପୁରା ଏମିତି ରଖିବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରିଦେବା। ମୁଁ ଏଠି ସବୁକୁ ଭଲ ଭାବେ ମିକ୍ସ କରିଦେଇଛି। ଚାଲନ୍ତୁ ଏବେ ଆମେ ଆର ପିଠଉ ଭଜା ବା ବରା ବନେଇବା। ବରା ବନେଇବା ପାଇଁ ମୁଁ ଏଠି ଗୋଟେ ପ୍ୟାନ୍ରେ ଅଳ୍ପ କିଛି ତେଲ ଦେଇ ଗରମ ହେବାକୁ ରଖିଛି। ଆପଣ ଚାହିଁଲେ ଆକୁ ତାୱାରେ ବି ବନେଇ ପାରିବେ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଆମେ ଅଳ୍ପ ଅଳ୍ପ ମିକ୍ସର ନେବା ଆଉ ତାକୁ ତେଲରେ ଦେଇଦେବା। ଆପଣ ଯେଉଁ ସାଇଜ୍ର ବରା ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ମିକ୍ସର ନେବେ। ଏ ବରାକୁ ବେଶୀ ପତଳା ବନେଇବେନି। ମିଡ଼ିୟମ୍ ଫ୍ଲେମ୍ରେ ବରାର ଗୋଟେ ପଟ ସାଇଡ଼୍କୁ 3ରୁ 4 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ବରାର ଗୋଟେ ପଟ ସାଇଡ଼୍ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯିବ। ଆକୁ କଭର୍ କରିବା ଦରକାର ନାହିଁ।
3 ରୁ 4 मिनिट पर मुझे आपन को लेउटेकी देखे दूची। देखिपारे आर गोटे पट साइड भल भाव फ्राए हो जाइए। बरा को लेउटेला परे आपण चामच साहाय्य एमती भाव बरा को हल्का हाथ में टिके टिके प्रेस करदे। बरार आरपट साइड को भी आम 3 ରୁ 4 मिनिट पर्यंत कुक करवा। 3 ରୁ 4 मिनिट पर आपन को लेउटेकी देखे दूची। देखिपारे बरार आरपट साइड भी ये भल भाव लाइट गोल्डन ब्राउन कलर फ्राए हो जाइए। आ जह्नी भी ये भल भाव सीझी जाइए। एबे आम बरा को गोटे प्लेट रे काढ़ीदबा। आपण ए बरा को गरम 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 भात सहित कि पखाल भात सहित खाई परिबे, नहले एमती स्नैक्स हिसाब रे भी खाई परिबे। एमती भाबे आम बाकी सब मिक्सर रे भी जह्नीर बरा को बनै दबा। जदि आपन को ए जह्नी पिठो भजा बा जह्नी बरार रेसिपी भल लगी ताहले आपन को लाइक करिवे, आपन को सांग मानक सहित शेयर करिवे। जदि मो चैनल को एपर्यंत सब्सक्राइब करि नाहंती ताले सब्सक्राइब करबा को जमारे भूलिबेनी। पाखते बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपन प्रथमे देखि परिबे। जदि फेसबुक रे देखुछंती ताले फॉलो करबा को जमारे भूलिबेनी। थैंक यू फॉर वाचिंग।